ଆମର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଆମର ମା ଭୈରବୀଙ୍କର ନୂତନ ମନ୍ଦିର କରାହେଇଛି। ଆଉ ସେଠି ତାଙ୍କର ପ୍ରତିଷ୍ଠା ଉତ୍ସବ ଗତ 3 ଦିନ ଧରି ଚାଲିଥିଲା। ଆଉ ପ୍ରଥମେ କଳସ ଯାତ୍ରା ହେଲା, ତାପରେ ଆମର ମା ଗଲେ ତାଙ୍କର ଆସ୍ଥାନକୁ ଗଲେ ଏବଂ ଆଜି ଶେଷ ଦିନ ଶେଷ ଯଜ୍ଞ କରାଯାଉଛି ଏବଂ ସେହି ଉପଲକ୍ଷେ ମଧ୍ୟ ଆମର ଅନ୍ନ ଯଜ୍ଞ, ନାମ ଯଜ୍ଞ ଏବଂ ଭୂତ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର ଆଖପାଖ ଅଞ୍ଚଳର ବହୁ ସବୁ ନରନାରୀ ବା ସବୁ ଲୋକଙ୍କର ସମାଗମ ହୋଇଥିଲା। ଭକ୍ତମାନଙ୍କର ଯଜ୍ଞ ଚାଲିଛି, ଆଜି ପୂର୍ଣ୍ଣାହୁତି ହେବ। ଲୋକ ସବୁ ଆନନ୍ଦ ବଜାର ଚାଲୁଛି। ଲୋକ ଯିଏ ଯୁଆଡ଼ୁ ପାଉଛନ୍ତି ଆସି ସବୁ ପ୍ରସାଦ ସେବନ କରୁଛନ୍ତି। ଠାକୁରଙ୍କର ଆମର ପ୍ରତ୍ୟକ୍ଷ ଦେବୀ ସେ। ଆଉ ସବୁ ରାସ୍ତାଘାଟରେ ଲୋକ ଯାଉଛନ୍ତି, ଯିଏ ଯୁଆଡ଼େ ଲୋକ ଯାଉଛନ୍ତି ଏଠି ଆସି ଦର୍ଶନ ପାଇ ଯାଉଛନ୍ତି। ଯଜ୍ଞ ଚାଲିଛି। ବହୁତ ଅସୁବିଧା ଜାଗାରେ ମା ଥିଲେ, ଗାଁ ଗାଁ ବୁଲି ତିଆରି ହେଇଛି। ଆଉ ସମସ୍ତଙ୍କ ଆଶୀର୍ବାଦରୁ ସମସ୍ତଙ୍କ ସହାନୁଭୂତି ଆଜି ହଉଛି ତାର ପୂର୍ଣ୍ଣାହୁତି। ଆଉ ତା ସବୁ ଦିନ ପାଇକିନି ପୂଜା ଅର୍ଚ୍ଚନା କରାଯିବ ତା ବିଧି। ଭାଇ ମାନେ ସମସ୍ତେ ସହଯୋଗ ଆନନ୍ଦ ଭାବେ ପ୍ରଶାସନ କରୁଛନ୍ତି। ସମସ୍ତଙ୍କ ସହଯୋଗରେ ଆଜି ଆମର ପୂର୍ଣ୍ଣାହୁତି ଆଜି ଆମେ ସମସ୍ତେ ଗର୍ବିତ, ସମସ୍ତେ ଆନନ୍ଦ, ସମସ୍ତେ